ସମ୍ ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ଏବଂ ତାଙ୍କର ଯେଉଁ ମର ଶରୀର ରହିଛି ପାର୍ଥିବ ଶରୀରକୁ ତାଙ୍କ ବାସଭବନ ଅଭିମୁଖେ ବର୍ତ୍ତମାନ ଅଣାଯାଉଛି ଏବଂ ଆମେ ବାସଭବନ ପରିସରରେ ଅଛୁ। ଦେଖନ୍ତୁ ଏଠି ସଙ୍ଗୀତ ଜଗତର ସିନେମା ଜଗତର ବିଭିନ୍ନ ଲୋକମାନେ ଏବଂ ଉପସ୍ଥିତ ରହିଛନ୍ତି ଏବଂ ତାଙ୍କ ସ୍ମୃତି ଚାରଣ କରୁଛନ୍ତି। ନିହାତି ଭାବରେ ଆମେ କହିପାରିବା ଯେ ପ୍ରଣବ ପଟ୍ଟନାୟକଙ୍କ ବିୟୋଗ ଗୋଟେ ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି। ଯେତେବେଳେ ତାଙ୍କର ଅନେକ କୃତି ରହିଛି ସଙ୍ଗୀତ ଜଗତରେ, ଅନେକ ସିନେମାରେ ସେ ଗାଇଛନ୍ତି। ଆମେ ପ୍ରତିକ୍ରିୟା ମଧ୍ୟ ଗୋଟିଏ ଲୋକ କେବଳ ଯିଏକି ଆଧୁନିକ ଗାଉଥିଲେ, ଭଜନ ଗାଉଥିଲେ, ସବୁ ରକମ ମଲ୍ଟି ଟ୍ୟାଲେଣ୍ଟେଡ୍ ଆର୍ଟିଷ୍ଟ। ଏମିତି ଆର୍ଟିଷ୍ଟ ଆଉ ଓଡ଼ିଶାକୁ ମିଳିବନି। ଏମିତି ଆର୍ଟିଷ୍ଟ, ଏତେ ଭଲ ଆର୍ଟିଷ୍ଟକୁ ଓଡ଼ିଶା ହରେଇଲା। ତାଙ୍କ ଦେହ ବି ଖରାପ ଥିଲା ବହୁତ, ଠିକ୍ ଅଛି, କିନ୍ତୁ ଭଗବାନଙ୍କର ବେଳେବେଳେ ଏମିତି ଅନ୍ୟାୟ ହୁଏ, କହିବା କଥା ନୁହେଁ। ମୋଟେ ଆଉ ଆମେ କାହାକୁ ଦୋଷ ଦେବା? ଭଗବାନ ଯଦି ଆମକୁ ଏମିତି ଭାବରେ ହତାଶ କରିଛନ୍ତି ମଝିରେ ମଝିରେ, କାହାକୁ ଦୋଷ ଦେବା? ତେଣୁ ଆମ କେବଳ ଦୁଃଖ କରିବା ଛଡା ଆଉ କିଛି ନାହିଁ। ବହୁତ ସ୍ମୃତି ଅଛି ଆଜ୍ଞା, କଣ କହିବି? ସ୍ମୃତି ଗୁଡା କହିଲେ ମୁଁ ନିଜେ ଧୈର୍ଯ୍ୟ ଧରି ପାରିବିନି। ତେଣୁ ମତେ ବହୁତ ଭଲ ପାଉଥିଲେ, ମୁଁ ତାଙ୍କୁ ହିଁ କେବଳ ଫଲୋ କରେ। ଯଦି ସୁଭାଷ ଦାସ କିଛି ବି ଅଛି ତାହେଲେ ପ୍ରଣବ ପଟ୍ଟନାୟକ ପ୍ଲସ୍ ରଘୁନାଥ ପାଣିଗ୍ରାହୀ ପ୍ଲସ୍ ସିକନ୍ଦର ଆଲାମ ବାଇ 3। ସମସ୍ତେ କହନ୍ତି ଏ କଥା। ମୋ ଭଏସରେ ସମସ୍ତଙ୍କର ଛଟା ଅଛି, ସମସ୍ତଙ୍କର ଟିକେ ଟିକେ ପାର୍ଟ ଅଛି ବୋଲି ସମସ୍ତେ କହନ୍ତି। ଏବଂ ପ୍ରଣବ ପଟ୍ଟନାୟକଙ୍କର ବେଶୀ ଅଛି, କାରଣ ତାଙ୍କର ପ୍ରୋନାଉନ୍ସିଏସନ୍ ଏତେ କ୍ଲିନ୍ ଥିଲା ଯେ କହିବା କଥା ନୁହେଁ। ତେଣୁ ଆମେ ସମସ୍ତେ ତାଙ୍କୁ ହିଁ, ମୁଁ ତ ବେଶୀ ତାଙ୍କୁ ହିଁ ଫଲୋ କରିକି ଆଜି ସୁଭାଷ ଦାସ ମତେ ବହୁତ ଭଲ ପାଆନ୍ତି। ଏଇଥିପାଇଁ କୁହନ୍ତି ତୁ ବିଧିବଦ୍ଧ ଭାବରେ ଶିଖିଲୁ, ଆଉ ଏଇଟା ହଉଛି ବହୁତ ବଡ଼ କଥା। ଆଉ ସବୁବେଳେ ମୋତେ ପସନ୍ଦ କରନ୍ତି। ଆଜି ଭଳିଆ ମୋର ମଧ୍ୟ ବେଶୀ କ୍ଷତି ହେଲା। ଆଜି କାହାକୁ ମୁଁ ଏକ୍ଜାମ୍ପଲ ଦେଇପାରିବିନି ଯେ ପ୍ରଣବ ପଟ୍ଟନାୟକଙ୍କର ଏଇ ପାର୍ଟଟା ହଉଛି ପ୍ଲସ୍ ପଏଣ୍ଟ ତାଙ୍କର। କାହାକୁ ଏକ୍ଜାମ୍ପଲ? ମୋ ଷ୍ଟୁଡେଣ୍ଟ ମାନଙ୍କୁ ସବୁବେଳେ ମୁଁ କହେ, ବର୍ତ୍ତମାନ ତାଙ୍କର ଅବର୍ତ୍ତମାନରେ ମୁଁ କାହାକୁ ଏକ୍ଜାମ୍ପଲ ଦେବି? ଯେ ଲୋକ ମେନ୍ ଲୋକ ସେ ଚାଲିଗଲେ। ଦେଖିଥିଲେ ଯାହା ପ୍ରତିକ୍ରିୟା ରଖୁଥିଲେ ବିଭିନ୍ନ ବର୍ଗର ଲୋକମାନେ ବର୍ତ୍ତମାନ ତାଙ୍କ ବାସଭବନକୁ ଛୁଟି ଆସୁଛନ୍ତି ଆଉ ଯାହା ପ୍ରତିକ୍ରିୟା ରଖୁଛନ୍ତି। ପୁରା ଆମେ ଯଦି ଦେଖିବା ତେବେ ଗୋଟେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ଏଠି ଏବଂ ଯେତେବେଳେ ତାଙ୍କର ବିୟୋଗ ହୋଇଯାଇଛି, ନିହାତି ଭାବରେ ଆମେ କହିବା ସଙ୍ଗୀତ ଜଗତ ପାଇଁ ଗୋଟେ ଅପୂରଣୀୟ କ୍ଷତି। ଆମେ ଯଦି ଦେଖିବା ତେବେ ପ୍ରଥମେ ଯେଉଁ ମା ସିନେମା ରହିଛି, ମା ସିନେମାରେ ସେ ସଙ୍ଗୀତ ଗାନ କରିଥିଲେ ଏବଂ ମା ସିନେମାର ପ୍ରଚ୍ଛଦ ପଟର ଗାୟକ ଭାବରେ ପ୍ରଥମେ ସଙ୍ଗୀତ ଗାନ କରିଥିଲେ। ଆଉ ମଧ୍ୟ କିଛି ପ୍ରତିକ୍ରିୟା ନେବା। ଆଜ୍ଞା, ତାଙ୍କର ସିନେମା କେତେ ଗୁଡ଼ିଏ ସିନେମାରେ ଗୀତ ଗାଇଥିଲେ ଏବଂ ମାଝିରେ ଗୀତ ତାଙ୍କର ସବୁଠୁ ଚର୍ଚ୍ଚିତ ଗୀତ ଏବଂ ମା ସିନେମାରେ ମଧ୍ୟ ପ୍ରଚ୍ଛଦ ପଟର ଗାୟକ ଭାବରେ ସେ ଗାଇଥିଲେ। କ'ଣ ତାଙ୍କର ଅମ୍ଳାନ କୃତି ରହିଛି ଯେଉଁ ସିନେମାକୁ? ଏ ବିଷୟରେ କହିବା ପାଇଁ ମୋର ମାନସିକ ସ୍ଥିତି ଏବେ ନାହିଁ। ମାନସିକ ସ୍ଥିତି ନାହିଁ ତାଙ୍କ ବିଷୟରେ କିଛି କହିବା ପାଇଁ, ମନେ ପକାଇବା ପାଇଁ। ମୁଁ କହିଲି ଗୋଟିଏ କଥା ମୁଁ ଖାଲି କହିବି, ଏ ସଙ୍ଗୀତରେ ସେ ଯାହା ଯେଉଁ ଶୀର୍ଷରେ ପହଞ୍ଚିଥିଲେ ସେଟା ସମସ୍ତେ ଜାଣିଛନ୍ତି। କିନ୍ତୁ ସେ ଜଣେ ଅତି ସରଳ ମଣିଷ ଥିଲେ। ଯଦି କେତେବେଳେ କାହା ଉପରେ ରାଗୁଥିଲେ ତେବେ ସେ ରାଗଟାକୁ ଦେଖାଉଥିଲେ, ଯେତେବେଳେ କାହା ଉପରେ ଖୁସି ହେଉଥିଲେ ତା ପିଠି ଆଉଁସି ଦେଉଥିଲେ। ଏମିତି ଗୋଟେ ସରଳ ନିଷ୍କପଟ ମଣିଷ ଯେ ନିଜ ଭିତରେ କିଛି ଲୁଚେଇ ରଖିପାରନ୍ତିନି ଏବଂ ଏଇଠି ଶିଖରରେ ପହଞ୍ଚିଲା ପରେ ଏଇଭଳି ଯେଉଁମାନଙ୍କୁ ଆଜିକାଲି ସେଲିବ୍ରିଟି କୁହାଯାଉଛି, ଏଇଭଳି ଗୋଟେ ସେଲିବ୍ରିଟି ମିଳିବା ଆଜି ପାଇଁ ଗୋଟେ ଅସମ୍ଭବ ଭଳି ଘଟଣା। ତେଣୁ ଏମିତି ଗୋଟେ ଭଲ ମଣିଷ ଆମ ଓଡ଼ିଆମାନଙ୍କ ଗହଣରୁ ଚାଲିଗଲେ ଇଏ ହେଉଛି ଗୋଟେ ସବୁଠାରୁ ବଡ଼ ଧକ୍କା। ଏବଂ ଆଜି ଯେଉଁ ଓଡ଼ିଆ ଅସ୍ମିତାର କଥା କୁହାଯାଉଛି, ଯଦି ଓଡ଼ିଆ ଅସ୍ମିତାକୁ ଯେଉଁମାନେ ରୂପ ଦେଇଛନ୍ତି ସଙ୍ଗୀତ ଜରିଆରେ, ସେଥିରେ ସବୁଠାରୁ ବେଶୀ ଅବଦାନ ପ୍ରଣବ କିଶୋର ପଟ୍ଟନାୟକଙ୍କର। ବିଶେଷ କରି ଜୀବନ ଦର୍ଶନ ସଙ୍ଗୀତ କଥା ଉଠିଲେ ପ୍ରଣବ ପଟ୍ଟନାୟକ ହିଁ ସବୁଦିନ ପାଇଁ ମନେ ପଡ଼ିବେ। ତେଣୁ ତାଙ୍କର ଅନେକ ଗୀତ ଅଛି, ସେ ଗୀତ କହିବା ପାଇଁ ମୋ ପାଖରେ ଧୈର୍ଯ୍ୟ ନାହିଁ ବା ମୋ ଭିତରକୁ ଆସୁନି। ଯାହା କହିଲି ସେଇ ଗୋଟିଏ କଥା, ଗୋଟେ ଅତି ସରଳ ଏବଂ ଶିଖରରେ ପହଞ୍ଚିଥିବା ମଣିଷଟିଏ ଚାଲିଲେ।
देखुले संस्कृतिविद देवप्रसाद परिजा जहाँ प्रतिक्रिया रखुले जीवन जापन अति सरल थिला एवं से अनेक गीत गाई जाइछन्ति जहाँ सबुदिन चिर अमर हो रहिबो श्रोतांक भितरे दर्शकों भितरे विशेष करी आमे जो देखिबा प्रथमे माँ सिनेमा संगीत यात्रा आरंभ होइतिला प्रच्छद पटर नायक भाव में सेठी से गीत गाइथिले भुवनेश्वर मिश्र से निर्देशना देइथिले एवं परवर्ती समय रे अनेक गुड़िए सिनेमा रे गीत गाइछन्ति विशेष करी जेतेबेले माझीरे गीतरे सबुठु पॉपुलर संगीत थिला तांकर माझीरे गीत जेतेबेले से गाइथिले एवं परवर्ती समय आमे जो देखिचे रे आत्मन जगन्नाथंकर संगीत को नहीं मध्य से बेस लोकप्रियता साउंटी पारथिले एवं एठी जेतेबेले विभिन्न वर्गर लोक माने आसी पहुंचंती कांग्रेस रो वरिष्ठ नेता सुरेश राउतराय मध्य अछंती आमे तांको प्रतिक्रिया नेबाकू चेष्टा करिबा आज्ञा वर्तमान प्रणव पट्टनायक योधाम प्रणव पट्टनायक संपर्क 70 वर्ष ऊर्ध भुवनेश्वर सहर से आसिले आम कार्यक्रम में जोग दियंती आम दशहरा को डाकू गणेश पूजा को डाकू महताब जयंती की डाकू जागर यात्रा को डाकू गीत गाइबा से सबुतिर आस बड़ भाई सान भाई संपर्क दिह खराब मु बारंबार आसी देखापी भाउज मत बढ़िया लोक भाई भाउज मत भारी भल पाती जिते प्रोग्राम मोर प्राय 100 प्रोग्राम जीवन में भुवनेश्वर जटणी खोर्धा अंचल से जोग अद्वितीय गायक सुंदर व्यवहार अति चमत्कार व्यवहार उच्च कोटिर व्यवहार सान भाई बोली मत आलिंगन करते भल पाती भाउज भाउज बहुत खाई थर खाया बहुत खाद्य आम एकाठी बस खाई आज वियोगे समस्ते मर्मात ओडिशार भारत वर्ष पृथ्वीर जड़े भल गायक प्रणव पट्टनायक आज हरई हे जगन्नाथ आल्ला जीशु बुद्ध नानक आत्मार सद्गति हो ईश्वर पाखे प्रार्थना परिवार को शक्ति दिंतु खूब भल हम जहाँ सुरेश राउतराय प्रतिक्रिया रखुले देखु समय गड़ुची प्रशंसक शुभेच्छु मानकर सुओ घर को छुटबार लगी समस्त भितर कौटिना कौटि दुखित समस्ते कौटिना कौटि मर्माहत एवं संगीत विशेष संगीतज्ञ लक्ष्मीकांत पालित आम प्रतिक्रिया ना चेष्टा करिया प्रफुल्लकर म्यूजिक देले से देखु रे आत्म निद्रा परिहरी फेड़ी चिंतार लोचन कर कर निरीक्षण निःशब्द जीवन स्रोत धाउचु किपरि भेटिबाकू मृत्यु सिंधु कराल लहरी रे आत्मा आज भी से गीत बाजिले लोक मैंने थरी जाती तेणु भजन जमती गाँती आधुनिक सेमती गाँती से पूजा बजार रेकर्ड गीत भी से सेमती गाँती कहीं मो पाखे सुभाष ठिया होती सुभाष मोर बंधु आम से गीत गुड़ाक आम शुणिकी मु तो सहित हारमोनियम बजे चली थाए माने से पीढ़ी जी गले से गीत बहुत लोग कॉपी करुँच किंतु मु भलकि जानी प्रणव भाई गीत को कॉपी करवा भीषण कष्ट मुझे कॉपी करूँ जदि मोर आप फिल्म गीत शुणे मोर रेकर्ड गीत शुणे जो रेकर्ड आम गाँलु हे अनादि परमेश्वर आप देखो पूरा प्रणव भाई की कॉपी कर मो फिल्म देखो पर झील घर बागे ना से जो 3टा गीत मो वाणिज्य मो सागर गाई पूरा आपको लगे प्रणव पट्टनायक अच्छे आप निज मोबाइल खोलिक देखिपारे किंतु तापर मु वॉइस चेंज कली कि ना मुझे गड़े जी लोक कहे ये प्रणव पट्टनायक कॉपी बोली प्रणव पट्टनायक सबू जिनस मो हृदय भितर था मो गलारे केवल मो गला था किंतु प्रणव पट्टनायक कलाटा निजे ग्रहण करे प्रिंसिपल प्रैक्टिस प्रोग्राम थी चुप रे सकाल टे अभ्यास करती से गुरु गंभीर गला संध्या बेलू छाड़ती लोक मैंने थरी जाती से तो माइक्र एत बढ़िया भी नाला गोटे चुंगा जदि 4टा चुंगा जदि कौ क्लब टंगई आम जानूँ से सबुठ पैसा वाला क्लब तेणु आम से गाऊ ग्रीन बुलेट माइक गोटे सुर माइक थाए गीत गाइबा गोटे तबला गोटे हारमोनियम देकी आम प्रोग्राम किंतु 3 घंटा गीत बोला जाए तेणु मु भावुची विराट क्षति मो क्षति नुहे कहीं मो पाखे से अच्छा पूरा अच्छा एक बार जीवित अच्छा खाली मु नुहे मोर 2 पुओ गीत बढ़िया गाँ आपण मैंने शुणी थे आपण मैंने गणमाध्यम आपण पाखे कौन सी मिथ्या छपा ना मो स्त्री को मत से बहुत भल पाती सी एवं झोलोपा एवं तांकर 2 पुओ मोर बहुत आदर तेणु से अवदान बहुत अच्छे मु नुहे मो भली अनेक शिल्पी प्रति आशीर्वाद अच्छे।
ତାର ଗୋଟେ ଯୁଗର ଅବସ୍ଥା ଥିଲେ ଲକ୍ଷ୍ମୀକାନ୍ତ ପାଲି ଯାହା ପ୍ରତିକ୍ରିୟା ରଖୁଥିଲେ ଯେ ତାଙ୍କ ସହିତ ଥିବା ସ୍ମୃତି ତାଙ୍କ ସହିତ ଥିବା କୃତିକୁ ସେ ସ୍ମୃତିଚାରଣ କରୁଥିଲେ ଏବଂ ଆଉ କିଛି ସମୟ ପରେ ତାଙ୍କ ମର ଶରୀର ଏଠି ପହଞ୍ଚିବ ଏବଂ ବର୍ତ୍ତମାନ ଯେଉଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୟସାଧିକ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି ଏବଂ ଅନେକ ଦିନ ଧରି ସେ ଚିକିତ୍ସାରତ ଥିଲେ ଏବଂ ଚିକିତ୍ସା ଆଜି ପୂର୍ବାହ୍ନ ସମୟ